ଭଲ ପାଇବା ଶବ୍ଦଟି ଯେତିକି ସୁନ୍ଦର, ଏହାର ଯନ୍ତ୍ରଣା ସେତିକି ଗଭୀର। ଆପଣ କି ଭାବିଛନ୍ତି ଯେଉଁ ମଣିଷଟି ଦିନେ ଆପଣଙ୍କ ବିନା ନିଶ୍ୱାସ ନେଇପାରୁନଥିଲା, ଆଜି ସେ କେମିତି ଆପଣଙ୍କ ଅସ୍ତିତ୍ୱକୁ ଭୁଲିଗଲା? କାହିଁକି ବର୍ଷ ବର୍ଷର ସମ୍ପର୍କ ମାତ୍ର କିଛି ଦିନରେ ଭାଙ୍ଗି ଯାଇ କାଚ ଭଳି ବିଛେଇ ହୋଇଯାଏ? ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଶେଷରେ କିଛି ଏମିତି କଥା ଅଛି ଯାହା ଆପଣଙ୍କ ହୋସ୍ ଉଡ଼ାଇଦେବ। ସହରର ଗୋଟିଏ କୋଣରେ ରହୁଥିଲେ ଆକାଶ ଏବଂ ରିୟା। ପ୍ରାୟ 5 ବର୍ଷର ଭଲ ପାଇବା। ଆକାଶ ପାଇଁ ରିୟା ଥିଲା ସବୁକିଛି। ରିୟାର ଠୋପାଏ ଲୁହରେ ଆକାଶର ପୁରା ଦୁନିଆ ଓଲଟ ପାଲଟ ହୋଇଯାଉଥିଲା। ରିୟା ବି ଆକାଶକୁ ବହୁତ ଭଲ ପାଉଥିଲା। କିନ୍ତୁ ସମୟ ବଦଳିଲା, ଆଉ ସମୟ ସହ ବଦଳିଗଲା ସେମାନଙ୍କ ସମ୍ପର୍କର ପରିଭାଷା। ଦିନେ ଆକାଶ ରିୟାକୁ ଫୋନ୍ କଲା। ରିୟା ଫୋନ୍ କାଟିଦେଲା। ଆକାଶ ମେସେଜ କଲା। ରିୟା ଦେଖିଲା ନାହିଁ। ଆକାଶ ଭାବିଲା ହୁଏତ ରିୟା ବ୍ୟସ୍ତ ଥିବ, କିନ୍ତୁ ଏହା ବ୍ୟସ୍ତତା ନଥିଲା, ଏହା ଥିଲା ଏକ ସମ୍ପର୍କର ଶେଷ ହେବାର ଆରମ୍ଭ। ଧୀରେ ଧୀରେ ରିୟା ଆକାଶ ଠାରୁ ଦୂରେଇବାକୁ ଲାଗିଲା। କାହିଁକି? କାରଣ ଆକାଶ ନିଜ ଅଜାଣତରେ ସେହି 5ଟି ଭୁଲ କରିଥିଲା, ଯାହା ଆଜି ହୁଏତ ଆପଣ ବି କରୁଛନ୍ତି। ସେହି 5ଟି ଭୁଲ ଯାହା ସମ୍ପର୍କକୁ ନଷ୍ଟ କରିଦେଇଥାଏ। ଭୁଲ ନମ୍ବର 1, ଅତ୍ୟାଧିକ ଉପଲବ୍ଧତା, ଏକ୍ସେସିଭ୍ ଆଭେଲେବିଲିଟି। ଆକାଶ ରିୟା ପାଇଁ 24 ଘଣ୍ଟା ଆଭେଲେବଲ୍ ରହୁଥିଲା। ରିୟା ଗୋଟିଏ ମେସେଜ କଲେ ଆକାଶ ନିଜର ସବୁ କାମ ଦାମ ଛାଡ଼ି ରିପ୍ଲାଏ ଦେଉଥିଲା। ମନେ ରଖନ୍ତୁ, ଯେଉଁଠି ଚିନି ଅଧିକ ଥାଏ ସେଠି ପିମ୍ପୁଡ଼ି ଲାଗନ୍ତି, କାରଣ ପିମ୍ପୁଡ଼ି ପାଇଁ ଚିନି ଶସ୍ତା ହୋଇଯାଏ, ଯାହା ସହଜରେ ମିଳିଯାଏ। କାହା ପାଇଁ ଅଧିକ ଉପଲବ୍ଧ ହୁଅନ୍ତୁ ନାହିଁ, ନଚେତ୍ ସେ ଆପଣଙ୍କ ପ୍ରିୟ ନୁହେଁ, ଫ୍ରି ବୋଲି ଭାବିବ। ଲେମ୍ବୁ ଅତି ଚୁପୁଡ଼ିଲେ ନଷ୍ଟ, ଆଉ ଅତି ଆଦରରେ ସମ୍ପର୍କ ନଷ୍ଟ। ଭୁଲ ନମ୍ବର 2, ଆତ୍ମସମ୍ମାନ ହରାଇବା, ଲସିଂ ସେଲ୍ଫ ରେସ୍ପେକ୍ଟ। ରିୟା ଯେତେବେଳେ ବି ରାଗୁଥିଲା, ଭୁଲ ନଥାଇ ବି ଆକାଶ ତାକୁ କ୍ଷମା ମାଗୁଥିଲା। ସେ କିଛି ଭୁଲ କରୁନଥିଲା। ସେ ଭାବୁଥିଲା କ୍ଷମା ମାଗିଲେ ସମ୍ପର୍କ ବଞ୍ଚିଯିବ। କିନ୍ତୁ କଥା ହେଉଛି ଅନ୍ୟର ଚିନ୍ତାଧାରାର। ବାରମ୍ବାର ଆପଣ ତାଙ୍କ ପାଖରେ ମୁଣ୍ଡ ନୁଆଇଲେ ସେ ଆପଣଙ୍କୁ ଶସ୍ତା ଭାବି ନେବ। ପ୍ରେମରେ ନଇଁ ଯିବା ଭଲ, କିନ୍ତୁ ନିଜ ଗୋଡ଼ ତଳେ ନିଜ ସମ୍ମାନକୁ ଦଳି ଦେବା ପାପ ଅଟେ। ଆପଣ ଯଦି ନିଜକୁ ସମ୍ମାନ ଦେବେନି, ତେବେ ଦୁନିଆ ଆପଣଙ୍କୁ କାହିଁକି ସମ୍ମାନ ଦେବ? ଭୁଲ ନମ୍ବର 3, ଅତ୍ୟାଧିକ ଅଧିକାର ଜାହିର କରିବା, ପୋଜେସିଭନେସ୍। କୁଆଡ଼େ ଯାଇଥିଲୁ? କାହା ସହ କଥା ହେଉଥିଲୁ? ଆକାଶର ଏହି ପ୍ରଶ୍ନ ରିୟାକୁ ଶ୍ୱାସରୁଦ୍ଧ କରିଦେଉଥିଲା। ପ୍ରେମ ଏକ ମୁକ୍ତ ବିହଙ୍ଗ। ଏହାକୁ ପଞ୍ଜୁରୀରେ ରଖିଲେ ଏହାର ଗୀତ ଗାଇବା ବନ୍ଦ ହୋଇଯାଏ। ବିଶ୍ୱାସ ନଥିବା ସମ୍ପର୍କ ଏକ କଞ୍ଚା ମାଟି ଘର ଭଳି, ଯାହା ସାମାନ୍ୟ ବର୍ଷାରେ ଭାଙ୍ଗିଯିବାର ସମ୍ଭାବନା ଥାଏ। ସେଥିପାଇଁ ପରସ୍ପର ପ୍ରତି ବିଶ୍ୱାସ ରହିବା ଆବଶ୍ୟକ। ଭୁଲ ନମ୍ବର 4, ନିଜର ବ୍ୟକ୍ତିତ୍ୱ ହରାଇବା, ଲସିଂ ୟୁଅର ଆଇଡେଣ୍ଟିଟି। ଆକାଶ ରିୟା ପାଇଁ ନିଜର ସାଙ୍ଗସାଥି, ନିଜର ସ୍ୱପ୍ନ ସବୁ ଭୁଲିଗଲା। ସେ କେବଳ ରିୟାର ଛାଇ ହୋଇ ରହିଗଲା। ଲୋକେ ସେହି ମଣିଷକୁ ଅଧିକ ଭଲ ପାଆନ୍ତି ଯିଏ ନିଜେ ଖୁସିରେ ରୁହେ। ଆପଣ ନିଜ ଖୁସି ଆଉ କାହା ହାତରେ ଟେକି ଦେଲେ ସେ ଆପଣଙ୍କୁ ଦୟା ତ କରିବ, ପ୍ରେମ ନୁହେଁ। ଭୁଲ ନମ୍ବର 5, ଅଯଥା ଭୟ, ଫିୟର ଅଫ୍ ଲସିଂ। ଆକାଶ ସବୁବେଳେ ଡରୁଥିଲା, ଯଦି ରିୟା ମୋତେ ଆଜି ଛାଡ଼ିକି ଚାଲିଯାଏ। ଏହି ଭୟ ତାକୁ ଜଣେ ଦୁର୍ବଳ ମଣିଷ କରିଦେଲା। ମନେ ରଖନ୍ତୁ, ଯିଏ ଯିବାକୁ ଚାହୁଁଛି ତାକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ରସିରେ ବାନ୍ଧିଲେ ବି ସେ ରହିବନି। ଆଉ ଯିଏ ରହିବାକୁ ଚାହିଁବ ନା, ତାକୁ ଖୋଲା ଛାଡ଼ିଦେଲେ ବି ସେ କୁଆଡ଼େ ଯିବନି। କୁରୁକ୍ଷେତ୍ରର ମଇଦାନରେ ଅର୍ଜୁନ ଯେତେବେଳେ ମୋହଗ୍ରସ୍ତ ହୋଇଯାଇଥିଲେ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ କହିଥିଲେ, ହେ ପାର୍ଥ, ଏହି ସଂସାରରେ କେହି କାହାର ନୁହନ୍ତି। ମଣିଷ ଏକା ଆସିଛି ଏବଂ ଜୀବ ଏକା। ଯାହାକୁ ତୁମେ ନିଜର ବୋଲି ଭାବୁଛ, ସେ କେବଳ ତୁମର ମୋହ ଅଟେ। ପ୍ରେମର ଅର୍ଥ କାହାକୁ ପାଇବା ନୁହେଁ। ପ୍ରେମର ଅର୍ଥ ହେଉଛି ନିଜକୁ ହରାଇ ତାଙ୍କ ମଙ୍ଗଳ ପାଇଁ ସମର୍ପିତ ହେବା। ଭଲ ପାଇବାର ଅର୍ଥ ତାଙ୍କର ଭଲ ଚାହିଁବା ହୋଇଥାଏ। କିନ୍ତୁ ଯେଉଁଠି ସମ୍ମାନ ନଥାଏ, ସେଠାରେ ରହିବା ମଧ୍ୟ ଅଧର୍ମ ଅଟେ।
ସମ୍ପର୍କ ଯେତେ ଗଭୀର ହେଲେ ବି ଯଦି ସେଥିରେ ସମ୍ମାନର ଅଭାବ ଥାଏ ତେବେ ସେହି ସମ୍ପର୍କକୁ ତ୍ୟାଗ କରିଦେବା ହିଁ ଶ୍ରେୟସ୍କର ହୋଇଥାଏ। କାହା ପାଇଁ କାନ୍ଦିବାକୁ ବେଳେ ବେଳେ ଭଲ ପାଇବା କୁହାଯାଏ, କିନ୍ତୁ କାହା ପାଇଁ ନିଜ ହସ ହଜାଇ ଦେବାକୁ ମୂର୍ଖାମି କୁହାଯାଏ। ଶରୀରର କ୍ଷତ ତ ଶୁଖିଯାଏ, କିନ୍ତୁ ଭୁଲ ମଣିଷକୁ ଭଲ ପାଇବାର କ୍ଷତ ସାରା ଜୀବନ ରହିଯାଏ। ସେଦିନ ରାତିରେ ଆକାଶ ରିୟାକୁ ଶେଷଥର ପାଇଁ ଫୋନ କରିଥିଲା। ରିୟା ଫୋନ ଉଠାଇଲା ଏବଂ ଖୁବ୍ ଶାନ୍ତ ସ୍ୱରରେ କହିଲା, ଦେଖ, ବାରମ୍ବାର ମୋତେ ତୁମେ କଷ୍ଟ ଦେଉଛ। ମୋତେ ସମ୍ପର୍କ କାହିଁ ଠିକ୍ ଲାଗୁନି। ଚାଲ ଆମେ ଅଲଗା ହୋଇଯିବା। ଆପଣ ଜାଣନ୍ତି ଏହି କାହାଣୀର ସବୁଠୁ ଚକିତ କରିଦେଲା ଭଳି କଥାଟି କ'ଣ? ଆକାଶ ବଞ୍ଚିଛି ସତ ଅଟେ, କିନ୍ତୁ ତା ଭିତରେ ସେହି ସରଳ ପ୍ରେମୀଟି ଆଜି ମରିଯାଇଛି। ଆଜି ସେ ଦୁନିଆର ସବୁଠୁ ସଫଳ ବ୍ୟକ୍ତି, କିନ୍ତୁ ତା ପାଖରେ ନା ସେ ରିୟା ଅଛି, ନା ସେ ପୁରୁଣା ଅତୀତ ଅଛି ଯାହାକୁ ସେ ପୁଣି ଥରେ ବଦଳେଇ ଦେଇପାରିବ। ସତ କଥାଟି ହେଉଛି, ଆପଣ ଯାହାକୁ ହରେଇବାକୁ ଭୟ କରୁଛନ୍ତି ସେ କେବେ ବି ଆପଣଙ୍କର ନଥିଲା, ଆଉ ଯିଏ ଆପଣଙ୍କର ସେ ଆପଣଙ୍କୁ ହରେଇବାକୁ ଭୟ କରିବ। ସମ୍ପର୍କରେ ଏତେ ନଇଁ ଯାଆନ୍ତୁନି ଯେ ଲୋକେ ଆପଣଙ୍କ ଉପରେ ଚଢ଼ିକି ଚାଲିଯିବେ। ନଇଁ ଗଲେ ଯଦି ସମ୍ପର୍କ ରୁହେ ତେବେ ଥରେ ନୁହେଁ 1000 ଥର ନଇଁ ଯାଅ, କିନ୍ତୁ ଯଦି ପ୍ରତିଥର ତୁମକୁ ହିଁ ନଇବାକୁ ପଡ଼େ ତେବେ ସେଇଠି ଅଟକି ଯାଅ। ପ୍ରେମ କରନ୍ତୁ, କିନ୍ତୁ ସମ୍ପର୍କରେ କାହାର କିଣା ଚାକର ହୁଅନ୍ତୁ ନାହିଁ। ସର୍ବପ୍ରଥମେ ନିଜକୁ ଭଲ ପାଆନ୍ତୁ, କାରଣ ଯିଏ ନିଜକୁ ଭଲ ପାଏନି ତାକୁ ଦୁନିଆ ବି ଭଲ ପାଏନି। ଗୋଟେ ସତ କହିବି, ଏ ଦୁନିଆରେ ନା ଯାହାକୁ ଆପଣ ଅଧିକ ଭଲ ପାଇବେ ସିଏ ହିଁ ସବୁଠାରୁ ଅଧିକ ଖନ୍ଦାଇବ। ସମୟ ବଦଳିଲେ ଦେଖିବ ସିଏ ହିଁ ପ୍ରଥମେ ତୁମକୁ ପର କରିଦେଇ ଚାଲିଯିବ। କିଛି ଘା ଔଷଧରେ ଭଲ ହୋଇଯାଏ, ଆଉ କିଛି ଘା ନିଜ ଲୋକଙ୍କ ଶବ୍ଦ ବାଣରେ ହୋଇଥାଏ, ଯାହା କୌଣସି ବି ଔଷଧରେ କେବେ ଭଲ ହୁଏ ନା, ସାରା ଜୀବନ ପାଇଁ ଦାଗ ରହିଯାଏ। ଯଦି ଏହି ଭିଡ଼ିଓଟି ଆପଣଙ୍କ ହୃଦୟକୁ ଛୁଇଁଥାଏ ତେବେ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ନିଶ୍ଚୟ ଲେଖନ୍ତୁ ଏବଂ ନିଜର ସାଙ୍ଗମାନଙ୍କୁ ନିଶ୍ଚୟ ସେୟାର କରନ୍ତୁ। ଯିଏ ଆଜି ବି ଜଣେ ଭୁଲ ମଣିଷ ପାଇଁ କାନ୍ଦୁଛି ତା ପାଖକୁ ତ ଏହି ଭିଡ଼ିଓଟିକୁ ନିଶ୍ଚୟ ପଠାନ୍ତୁ। ରହୁଛି, ଜୟ ଶ୍ରୀ ଜଗନ୍ନାଥ। ଶେଷରେ ଗୋଟିଏ ଛୋଟ କଥାଟିଏ, ମଣିଷ ମରିଗଲା ପରେ ନା ତା ଫଟୋକୁ ଧରି କାନ୍ଦିବାଟା ସହଜ, କିନ୍ତୁ ସେ ବଞ୍ଚିଥିବା ବେଳେ ତା ହୃଦୟକୁ ବୁଝିବା ସବୁଠାରୁ କଷ୍ଟକର।